ଛୋଟିଆ ମାଟି ନୁହଁ, ଏ ମାଟି ହେଉଛି ସଂଗ୍ରାମର ମାଟି, ଏ ମାଟି ହେଉଛି ଏକ ପବିତ୍ର ମାଟି, ଏ ମାଟି ହେଉଛି ଏକ ଐତିହ୍ୟର ମାଟି। ଆଜି ମୁଁ ସଦା ସର୍ବଦା ଓଡ଼ିଶାର ଯେକୌଣସି ପ୍ରାନ୍ତରେ ବି ମୁଁ ବୁଲିଲେ ସେତେବେଳକୁ ମୁଁ ଗର୍ବର ସହିତ କୁହେ ମୁଁ ହେଉଛି ଆଦିବାସୀର ମାଟିର ପୁଅ, ଆଦିବାସୀ ଉପେନ୍ଦ୍ର ମାଝୀ। ଏବଂ ସେହି ଆଜି ଆମ ଗହଣରେ ନାହାନ୍ତି ସ୍ୱର୍ଗତ ଅନନ୍ତରାମ ମାଝୀ, ଆଜି ଆମ ଗହଣରେ ନାହାନ୍ତି ସ୍ୱର୍ଗତ ଅକ୍ଷୟ ସନ୍ତା। ସେହି ଅନନ୍ତରାମ ମାଝୀର ଦୟାଦ, ସେହି ଅକ୍ଷୟ ସନ୍ତାର ଦୟାଦ, ସେ ହେଉଛି ଉପେନ୍ଦ୍ର ମାଝୀ। ଏ କଥା ମୁଁ ସଦା ସର୍ବଦା କହିକିରି ଆସୁଥିଲି। ଏ ଗାଁ ମାଟି ସହିତ ମୁଁ ବଞ୍ଚିଛି, ଏ ଗାଁ ମାଟି ସହିତ ମୋର ବନ୍ଧୁ ବାନ୍ଧବର ସମ୍ପର୍କ ଅଛି ଦୀର୍ଘ ଦିନର। ସ୍ୱର୍ଗତ ଅନନ୍ତରାମ ମାଝୀଙ୍କର ଭଉଣୀ ମଧ୍ୟ ମୋର ଜେଜେମା ଏବଂ ସ୍ୱର୍ଗତ ଅକ୍ଷୟ ସନ୍ତାର ବଡ଼ ନାନୀ ମଧ୍ୟ ମୋର ଜେଜେମା। ତାଙ୍କ ଓରସରେ ଜନ୍ମ ନେଇଥିବା ମାନେ ତାଙ୍କର ଗୋଟେ ସୈନିକ ହିସାବରେ ଆଜି ଏ ମାଟିରେ ମୁଁ ପଦାର୍ପଣ କରିଥିବାରୁ ମୁଁ ଆପଣମାନଙ୍କ ପାଖରେ ଗର୍ବିତ। ଏବଂ ଆଜି ମା ଚିତାଗୁଡ଼ି ଠାକୁରାଣୀଙ୍କୁ ଦର୍ଶନ କରିବା ଦୀର୍ଘ ବର୍ଷ ହେବ। ଏ ହେଉଛି ହଜାର ହଜାର ବର୍ଷ ଧରିକରି ଏ ଚିତାଗୁଡ଼ି ମାଙ୍କର ପୂଜାର୍ଚ୍ଚନା ଚାଲିଛି। ପୂର୍ବରୁ ଯେତେବି ଆମର ଗାଁରେ ଫୁଟେପଦର ମାଟିରେ ଥିଲେ ସେହି ସମୟରୁ ସେମାନେ ପୂଜାର୍ଚ୍ଚନା କରିକିରି ଆସୁଛନ୍ତି, ସେହି ଧାନୀ ବଣ୍ଟିଆ ମାନେ ପୂଜାର୍ଚ୍ଚନା କରିକିରି ଆସୁଛନ୍ତି, ସେ ଗୁରୁମୟ ମାନେ ପୂଜାର୍ଚ୍ଚନା କରିକିରି ଆସୁଛନ୍ତି। ତେଣୁକରି ତାଙ୍କର ଆଦର୍ଶ, ତାଙ୍କର ବଳିଦାନରେ ଆଜି ଆମମାନେ ସକାଳ ସକାଳ ସମୟରେ ଗତକାଲିଠାରୁ ଆପଣମାନେ ଆରମ୍ଭ କରି ଆଜି ଏ ବର୍ଷ ଶେଷର 31 ଡିସେମ୍ବର 2025 ଆମମାନେ ସମସ୍ତେ ଏକଜୁଟ ହୋଇଛୁ। ଗୋଟେ ଏକ ଇତିହାସ ହେଇକି ରହିବ। ଆସନ୍ତାକାଲି 2026 ଯୋଉ ନୂଆ ବର୍ଷ ଆସୁଛି, ସେଇ